ନାଇଁ ଗତକାଲି ରାତି 11ଟା ବେଳେ ମୁଁ ହସ୍ପିଟାଲ ଯାଇଥିଲି ଏମ୍ସ କୁ ଏବଂ ସେ ଝିଅ ବିଷୟରେ ସୁପରିନଟେଣ୍ଡେଣ୍ଟ ସାଙ୍ଗରେ କଥା ହେଲି। ତାଙ୍କ ବାପାଙ୍କ ସାଙ୍ଗରେ ଦେଖା ହେଲା। ସେ ଅତି ପ୍ରିୟ ଲୋକ ଏବଂ ସେଠି ତାଙ୍କ ମା ବି ବସିଥାନ୍ତି, ତାଙ୍କ ଭାଇ ବି ଥାନ୍ତି। ଘଣ୍ଟେ ଖଣ୍ଡେ ରହି ମୁଁ ଏବଂ ମୋ ସାଙ୍ଗରେ ଜୟଦେବ ଜେନା ବି ଯାଇଥିଲେ ଏବଂ ଦୁଃଖଦ ଘଟଣା। ସେ ପ୍ରିନ୍ସିପାଲକୁ ଅନ୍ୟମାନଙ୍କୁ ସମସ୍ତଙ୍କୁ ତାର ଯାହା ଅଭିଯୋଗ ଥିଲା ସେ ବହୁତ ଆଗରୁ କହିছে, କିନ୍ତୁ ଏମାନେ ଠିକ ଭାବରେ ତାକୁ ସମାଧାନ କରିବା କି ତାକୁ ସାନ୍ତ୍ୱନା ଦେବା କି ତାକୁ ସେ ଚିଠି 1 ତାରିଖରେ ଲେଖିଛି, ଯଦି ଆପଣମାନେ ନ ଶୁଣିବେ ତାହେଲେ ମୁଁ ବାଧ୍ୟ ହେଇକି ଆତ୍ମହତ୍ୟା କରିବି। ଇଏ ମାନେ ଏସବୁ କସନ ଦେଲା ପରେ ବି ଏତେ ସିରିୟସଲି ଏ କଥା ନ ନେବା ପରିଣାମ ହେଇଛି ସେ ଝିଅ ବର୍ତ୍ତମାନ ମୃତ୍ୟୁ ସାଙ୍ଗରେ ସଂଘର୍ଷରତ। ମୁଁ ଆଶା କରିବି ସେ ଖୁବ ଶୀଘ୍ର ଭଲ ହେଇଯାଉ ଏବଂ ତାଙ୍କ ପରିବାର ବର୍ଗ ଏବଂ ଅନ୍ୟ ସାଥୀ ପିଲାମାନେ ସମସ୍ତେ ତାଙ୍କ ସେ ଯୋଉ ସଂଗଠନରେ ରହିଥିବା ସେ ସଂଗଠନ ପିଲାମାନେ ମଧ୍ୟ ଏବଂ ସମସ୍ତ ରାଜନୈତିକ ଦଳ ସମସ୍ତେ ଦୁଃଖିତ ଏଥିପାଇଁ ମର୍ମାହତ। ଘରୁ ଆସିକି କଲେଜରେ ପାଠ ପଢୁଛନ୍ତି, ହଷ୍ଟେଲରେ କିମ୍ବା କୌଣସି ମେସରେ ରହୁଛନ୍ତି, ତାଙ୍କର ସାଇକୋଲୋଜି କଣ? ସେ କଲେକ୍ଟର ହୁଅନ୍ତୁ, ଏସପି ହୁଅନ୍ତୁ, କାଉନସିଲର ହୁଅନ୍ତୁ, ଏମାନେ ତତ୍ପର ହବା ଉଚିତ। এটা এটা ଗୋଟେ ଭୟଙ୍କର ଘଟଣା ଧୀରେ ଧୀରେ ଯାଉଛି। ଆପଣ ଦେଖିଲେ କିଟରେ ସେଇ ଅବହେଳା ଯୋଗୁଁ ଗୋଟେ ଝିଅ ଆତ୍ମହତ୍ୟା କରିଥିଲା। ଏଇସବୁ ଘଟଣାକୁ ସରକାରଙ୍କ ପକ୍ଷରୁ ଏବଂ ବିଶେଷ କରି କଲେଜ ଅଥରିଟି ମାନେ ଏ ସମ୍ପର୍କରେ ସେନ୍ସିଟାଇଜ ହେବା ଉଚିତ। ମୁଁ ଆଶା କରୁଛି ଡାକ୍ତରମାନେ ଲାଗିଛନ୍ତି ତାକୁ ବଞ୍ଚେଇବା ପାଇଁ, ତାକୁ କୌଣସି ପ୍ରକାର ସୁସ୍ଥ କରିବା ପାଇଁ। ସବୁ ଡିପେଣ୍ଡ କରୁଛି ତା କ'ଣ କଣ୍ଡିସନ। ଅବଶ୍ୟ କାଲି ତାଙ୍କ ନିକଟକୁ ଯିବା ପାଇଁ ସେ ଅନ୍ୟ କାହାକୁ ବାପା ମାଆଙ୍କୁ ବି ଅନୁମତି ଦଉନାହାନ୍ତି, କାରଣ ଇନଫେକ୍ସନ କାଳେ ହବ କ'ଣ ହବ। ସେଥିପାଇଁ ଠିକ ଅଛି, ଡାକ୍ତରମାନେ ଯାହା କହିଲେ ଆମେ ସେଇ ଅନୁସାରେ ଆଶା କରୁଛି ଏ ଦୁଃଖଦ ଘଟଣା ଭବିଷ୍ୟତରେ ନ ଘଟୁ ଏବଂ ଆଶା କରୁଛି ଝିଅଟିର ଜୀବନ ରକ୍ଷା ହଉ ଏବଂ ଡାକ୍ତରମାନେ ଲାଗିଛନ୍ତି, ମୁଁ ଭାବୁଛି ସେମାନେ ସଫଳ ହେବେ।